ଦେଖନ୍ତୁ ଗୋଟେ ଗୋଟେ କଥା ହେଉଛି ଯେତେବେଳେ ଗୋଟେ ବୈଶ୍ୱିକ ସମସ୍ୟାଟେ ଆସିଛି ଏଟା କାହା ନିୟନ୍ତ୍ରଣ ଭିତରେ ନାହିଁ ସେଠି ଷ୍ଟ୍ରେଟ୍ ଅଫ୍ ଫର୍ମ୍ୟୁଜ୍ରେ କ'ଣ ହେବ କ'ଣ ନାହିଁ ସେ ଭିତରେ ଭାରତବର୍ଷର କିଛି ଭୂମିକା ନାହିଁ କିନ୍ତୁ ଯେହେତୁ ଆମେ ତେଲ ଆମେ ଆମଦାନୀ କରୁଛୁ ସେଇ ଦୃଷ୍ଟିକୋଣରୁ ଯାହା ଯାହା ସମସ୍ୟା ସେ ବାବଦରେ ମାନ୍ୟବର ପ୍ରଧାନମନ୍ତ୍ରୀ କେବଳ କହିଲେ ଯେ ତୈଳ ଖର୍ଚ୍ଚ ଆମେ କମେଇବା ଆମଦାନୀ କରୁଥିବା ପଦାର୍ଥ ଗୁଡ଼ିକ ଆମେ କମେଇବା ଏତିକି କହିବା ଭିତରେ ୟାକୁ ଯେଉଁ ହୋର୍ଡିଂର ପ୍ରକ୍ରିୟା କିଛି ଲୋକ ଆରମ୍ଭ କରିଛନ୍ତି ସେ କଥାକୁ କଠୋରତାର ସହିତ ସେ କଥାକୁ ଦମନ କରାଯିବ ଏବଂ ବାସ୍ତବରେ ଗୋଟେ ଯେଉଁ ଆର୍ଟିଫିସିଆଲ କ୍ରାଇସିସ୍ ତିଆରି କରାହେଇଛି ସେ କଥାକୁ ବି ଯେଉଁ ଯେଉଁ ଜାଗାରେ ଯାହା ଯାହା ଉପରେ ଯେମିତି ନିର୍ଦ୍ଦିଷ୍ଟ ଭାବରେ ଆକ୍ସନ୍ ନେବା କଥା ତାକୁ ବି ନିଆଯିବ ଏବଂ ଏ ଯେଉଁ ସମସ୍ୟା ହେଇଛି ଏ ସମସ୍ୟା ସମଗ୍ର ବିଶ୍ୱ ପାଇଁ ହେଇଛି ସମଗ୍ର ବିଶ୍ୱ ଏକଥାକୁ 3-4 ମାସ ତଳୁ ଅନୁଭବ କରିକି ସେମାନେ ତାର ଅସୁବିଧାର ଶିକାର ହେଇସାରିଲେଣି ଭାରତବର୍ଷର ଯେହେତୁ ଆମର ଷ୍ଟ୍ରାଟେଜିକ୍ ରିଜର୍ଭଠୁ ଆରମ୍ଭ କରିକି ବିଭିନ୍ନ ପ୍ରକାରର ସୁଦୂର ପ୍ରସାରୀ ଯୋଜନା ଗୁଡ଼ିକ ଥିଲା ସେଇ ଦୃଷ୍ଟିକୋଣରୁ ଭାରତବର୍ଷରେ ଏପର୍ଯ୍ୟନ୍ତ ଅନୁଭୂତ ହେଇନଥିଲା ସେଇ ଦୃଷ୍ଟିକୁ ଆଖି ଆଗରେ ରଖିକି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର କହିବାର କଥା ଥିଲା ଯେ ଆମେ ଯଦି ଆମେ ଆମଦାନୀ କରୁଥିବା ପଦାର୍ଥ ଗୁଡ଼ିକୁ କମେଇବା ଆମେ ଯଦି ତେଲର ବ୍ୟବହାରକୁ କମେଇବା ତେବେ ନିଶ୍ଚିତ ଭାବରେ ଯେଉଁ ଆମକୁ କୌଣସି ପ୍ରକାର ଭବିଷ୍ୟତରେ କୌଣସି ଇକୋନୋମିକ୍ କ୍ରାଇସିସ୍କୁ ଯିବାକୁ ପଡ଼ିବନି ଆମେ ୱିଲ୍ ମ୍ୟାନେଜ୍ ଇଟ୍ ଆମେ ଆକୁ ସମ୍ଭାଳିକି ଚାଲିପାରିବା ଯେମିତି କୋଭିଡ୍ ଭଳିଆ ଗୋଟେ ବୈଶ୍ୱିକ ମହାମାରୀରେ ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱ କାରଣରୁ ଇକୋନୋମି ହେଉ କିମ୍ବା ସେତେବେଳର ସାମଗ୍ରିକ ଭାବରେ ଜନଜୀବନ ହେଉ ଯେମିତି ସୁରକ୍ଷିତ ରହିଥିଲା ଆଜି ବି ଲୋକ ବିଶ୍ୱାସ ରଖିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଆମକୁ ସେ ବିପତ୍ତିରୁ କାଢ଼ିକି ଆଣିବେ ଏ ଯେଉଁ ବୈଶ୍ୱିକ ଅର୍ଥନୀତିର ଯେଉଁ ବ୍ୟାପକ କ୍ଷତି ହେଇଛି ସେଥିରୁ କାଢ଼ିକି ଆଣିବେ ତେଣୁକରି ସେ ଲୋକେ ସେଥିରେ ବିଶ୍ୱାସ କରିକି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ କରିଛନ୍ତି ଏବଂ ତାକୁ ନେଇକି ରାଜନୈତିକ ସ୍ତରରେ ଯେଉଁ ବାକ୍ବିତଣ୍ଡା ଯେଉଁ ସମାଲୋଚନା ଆରମ୍ଭ ହେଇଛି ମୁଁ ଭାବୁଛି ଯେତେବେଳେ ଗୋଟେ କ୍ରାଇସିସ୍ ଆସେ ଘରେ ସମସ୍ତେ ଏକାଠି ହେଇକି ଠିଆ ହେବାର ଗୋଟେ ପରିକଳ୍ପନା ଘର ଭିତରେ ବି ହୁଏ ଏବଂ ଯେତେବେଳେ ଦେଶ ଉପରକୁ ଯଦି ବିପତ୍ତି ଆମେ ଆଶା କରୁଛେ ଆଶଙ୍କା କରୁଛେ ତେଣୁକରି ଆମେ ସମସ୍ତେ ଏକାଠି ହେଲେ ଇଏ ବିପତ୍ତି ନିଶ୍ଚିତ ଭାବରେ ଟଳିଯିବ ଏଠି ବର୍ତ୍ତମାନ ସମୟ ନୁହେଁ ପରସ୍ପରକୁ ସମାଲୋଚନା କରିବାର।